Jungle. Audio Jungle. ଚେନ୍ନାଇ ବିମାନ ବନ୍ଦରରେ ମଙ୍ଗଳବାର ବିଳମ୍ବିତ ରାତିରେ ଇଣ୍ଡିଗୋ ବିମାନର ଏମର୍ଜେନ୍ସି ଲ୍ୟାଣ୍ଡିଂ କରାଯାଇଛି। କୁହାଯାଉଛି ଯେ କୋଲକାତାରୁ ଆସୁଥିବା ଏହି ବିମାନର ଗତ ବିଳମ୍ବିତ ରାତିରେ ଇଞ୍ଜିନ ଫେଲ୍ ହୋଇଯାଇଥିଲା। ଏହି କାରଣରୁ ଏମର୍ଜେନ୍ସି ଲ୍ୟାଣ୍ଡିଂ କରିବାର ନିଷ୍ପତ୍ତି ନିଆଯାଇଥିଲା। ଏହି ବିମାନରେ ଚାଳକ ଦଳ ସହିତ ମୋଟ 224 ଜଣ ଯାତ୍ରୀ ଥିଲେ। ମିଳିଥିବା ସୂଚନା ଅନୁସାରେ କୋଲକାତାରୁ ଆସୁଥିବା ଇଣ୍ଡିଗୋର ଏକ ବିମାନର ଲ୍ୟାଣ୍ଡିଂର ଠିକ୍ ପୂର୍ବରୁ ବାମ ପାଖ ଇଞ୍ଜିନ ଖରାପ ହୋଇଯାଇଥିଲା। ଏହି କାରଣରୁ ଏହାକୁ ଜରୁରୀ ଅବତରଣ କରାଯାଇଥିଲା। ଫଳରେ ଚେନ୍ନାଇ ବିମାନ ବନ୍ଦରକୁ ସମ୍ପୂର୍ଣ୍ଣ ଭାବରେ ଏମର୍ଜେନ୍ସି ଘୋଷଣା କରାଯାଇଥିଲା। ଏହି ଘଟଣା ପରେ ସୃଷ୍ଟି ହୋଇଯାଇଥିଲା ଭୟ। ଲୋକେ ହୋଇଯାଇଥିଲେ ଆତଙ୍କିତ। ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆର ଅଧିକାରୀଙ୍କ କହିବା ଅନୁସାରେ ଇଣ୍ଡିଗୋର ବିମାନ 6E723ରେ 224 ଜଣ ଯାତ୍ରୀ ଥିଲେ। ଏହି ବିମାନ କୋଲକାତାରୁ ଚେନ୍ନାଇ ଅଭିମୁଖେ ଆସୁଥିଲା। ବିମାନଟି 11 ଅଗଷ୍ଟ ରାତି 11:29ରେ ଏମର୍ଜେନ୍ସି ଲ୍ୟାଣ୍ଡ କରିଥିଲା। ପାଇଲଟଙ୍କୁ ଜଣା ପଡ଼ିଥିଲା ଯେ ବିମାନର ବାମ ଇଞ୍ଜିନ ଖରାପ ହୋଇଯାଇଛି। ଏହା ପରେ ପାଇଲଟ ବିଳମ୍ବ ନକରି ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ବା ଏଟିସିକୁ ଏହାର ସୂଚନା ଦେଇଥିଲେ। ଏହାପରେ ଏୟାରପୋର୍ଟ ଅଧିକାରୀ ବିମାନକୁ ସୁରକ୍ଷିତ ଲ୍ୟାଣ୍ଡିଂ କରିବା ପାଇଁ ଜରୁରୀ ଉପାୟ ଗ୍ରହଣ କରିଥିଲେ। ବିମାନ ରାତି 11:37ରେ ରନୱେରେ ଅବତରଣ କରିଥିଲା। ସମସ୍ତ ଯାତ୍ରୀ ସୁରକ୍ଷିତ ଥିଲେ। କେହି ଆହତ ହୋଇଥିବାର ମଧ୍ୟ ଖବର ମିଳିନି। ବିମାନଟି ସୁରକ୍ଷିତ ଭାବରେ ଅବତରଣ କରିବାର ପ୍ରାୟ 10 ମିନିଟ୍ ପରେ 11:47ରେ ସମ୍ପୂର୍ଣ୍ଣ ଜରୁରୀକାଳୀନ ପରିସ୍ଥିତି ପ୍ରତ୍ୟାହାର କରାଯାଇଥିଲା। ବିମାନ ବନ୍ଦର ଅଧିକାରୀଙ୍କ ଅନୁଯାୟୀ ଏହି ଘଟଣା ଦ୍ୱାରା ଚେନ୍ନାଇ ବିମାନ ବନ୍ଦରରେ ସାଧାରଣ କାର୍ଯ୍ୟ ପ୍ରଭାବିତ ହୋଇନାହିଁ ଏବଂ ସମସ୍ତ ବିମାନ କାର୍ଯ୍ୟ ସ୍ୱାଭାବିକ ଭାବରେ ଜାରି ରହିଛି। ଅଧିକାରୀମାନେ ଇଞ୍ଜିନ ଫେଲ୍‌ର କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛନ୍ତି।